ओम नमः शिवाय हर हर महादेव केमती अच्छे आपण मैंने आशा करुँच होपफुली बहुत भलरे थे जो व्यक्ति विषय आप भावुंट से व्यक्ति आपन को लेकिन कौन भावुंट मनर कौन चलती आपण पर्सन आपण पार्टनर करेन्ट एनर्जी करेन्ट फिलिंग्स एवं कौन अच्छे आम देखा वीडियो को आप लाइक करने को बिल्कुल भी भूलिए ना सहित चैनल टी सब्सक्राइब कर रखु कौन से भावुं कौन से चिंता करें देखा कन्फ्यूजन कार्ड आसछि निश्चित भाव प्रथम मेष सिंह धनु ये तीन टी राशि आसछि तापर कर्कट मीना बिछा एवं कन्या तुला कुंभ देखो यही राशि गुड़िक भितर आपणकर कि पार्टनर राशि सहित मैच करेंगे प्रथम कथा आ द्वितीय कथा है लग्न कि राशि ये दुईटा भितर कौटा भी रही था पारे ठीक अच्छे बहुत कन्फ्यूज लगुंट जदि लाइफ रे गोटे कौन डिसीजन से एमती नहीं जाइंट जो डिसीजन ने आपण अलग हवा आपण दूरे की रहा एमती गोटे डिसीजन से लाइफ रे नहीं जाइंट से डिसीजन को लेकिन एवं से बहुत कन्फ्यूजन ने अच्छा से डिसीजन को लेकिन बहुत चिंतार अच्छा जोटा मुझे जोटा मु भावी जोटा मु कली मु ठीक कली ना भूल कली तो कौट ना कौटी गोटे से सिचुएशन कौट ना गोटे कौटी से परिस्थिति ये गोटे मत बहुत नेगेटिव लगुच परिस्थिति ये बहुत खराब लगुच कि माने आपण पर्सन आपण पार्टनर गोटे से ही जिनस को लेकिन बहुत सारा टेंशन ने बहुत सारा माने चिंतारे मते से देखा जाउछंती कि से कन्फ्यूज अछंती कि मु जहा कली मु सेटा ठीक कली ना भूल कली जोटा कली सेटा मु ठीक करिची ना भूल करची तो एमती गोटे कन्फ्यूजन ने कान कुहा लोक कान पाखे कहवा लोक भी बहुत सारा अछंती एमती तो नुहति ना कि लोक कहतनी बहुत सारा लोक था नेगेटिव कहती आपण को लेकिन कहे आपण को लेकिन इड सड़ करेंगे तो एमती लोक तो बहुत सारा अच्छा से लोक मैंने ही एतिक नाट लगे ये तामसा लगे यात्रा चल किंतु मत देखु बहुत स्ट्रांगली ये लगुच कि आपण पार्टनर निजे भी टिके सपोर्टिव एठी रुहतु आपण पर्सन कारण कारण ये कोट ना कोट गोटे लगुच कि ଆପଣଙ୍କ ଭୁଲଟା ଆପଣଙ୍କ ଭୁଲକୁ ଆପଣଙ୍କ ଭୁଲ ଲୋକମାନେ ତାଙ୍କୁ ଦେଖାଉଛନ୍ତି କିନ୍ତୁ ଆପଣ ସେତିକି ଭୁଲ ନାହାନ୍ତି କି ଆପଣ ସେତିକି ଭୁଲ କରିନାହାନ୍ତି ଲୋକମାନେ ତାଙ୍କୁ ଇଆଡ଼ୁ ସିଆଡ଼ୁ କରିକି ଦେଖାଉଛନ୍ତି ତ ସେଥିପାଇଁ ସେ କନଫ୍ୟୁଜ୍ ବହୁତ ମିଷ୍ଟେରିୟସ୍ ଲାଗୁଛନ୍ତି ବହୁତ ଚାଲାକି ବହୁତ ଚୁପଚାପ ବହୁତ ମିଷ୍ଟେରିୟସ୍ ଜିନିଷ ତାଙ୍କ ଆଖିରେ ଅଛି ବହୁତ ମିଷ୍ଟେରିୟସ୍ କଥା ତାଙ୍କ ମାନେ ମାଇଣ୍ଡରେ ଚାଲିଛି ଦେଖନ୍ତୁ ସେ ବହୁତ ମିଷ୍ଟେରିୟସ୍ ବହୁତ ଚୁପଚାପ ରହୁଛନ୍ତି କଥା ବହୁତ କିଛି ଆପଣଙ୍କୁ କହୁନାହାନ୍ତି ତାଙ୍କ ଚାଲାକି ଆପଣଙ୍କ ପାଇଁ ବୁଝିବା ଏତେ ବିଲକୁଲ ବି ସହଜ ନୁହଁ ବହୁତ କିଛି ଚାଲାକି କଥା ଯେଉଁଟାକୁ ସେ ଲୁଚେଇ ଦେଉଛନ୍ତି କହୁନାହାନ୍ତି ତ କେଉଁଠି ନା କେଉଁଠି ମୋତେ ଲାଗୁଛି କି ଟିକେ ଆୱେର୍ ରୁହନ୍ତୁ ଦେଖନ୍ତୁ ମୁଁ ତାଙ୍କୁ ଖରାପ କହୁନି ବଟ୍ ପ୍ରତ୍ୟେକ ମଣିଷ ଭିତରେ କିଛି ନେଗେଟିଭିଟି ଥାଏ ତ ତାଙ୍କର ମୋତେ ନେଗେଟିଭିଟି ଏଇଟା ଦେଖାହେଉଛି ମୁନ୍ର ଏନର୍ଜି ବି ଏଠି ବହୁତ ଡମିନେଟ୍ କରିକି ରଖିଛି ମୁନ୍ ଏନର୍ଜି ତାଙ୍କୁ ଲାଇଫ୍ରେ ଠିକ୍ ଡିସିସନ୍ ନେବା ପାଇଁ ଦେଉନାହିଁ ତାଙ୍କୁ ଲାଇଫ୍ରେ ବହୁତ ସାରା ସେ ମୁନ୍ ଏନର୍ଜି ଠିକ୍ ନାହିଁ ବୋଲି ସିଏ ବହୁତ ନେଗେଟିଭିଟିକି ପଳାଉଛନ୍ତି ଯାହାର ମୁନ୍ ଭଲ ନଥିବ ତାଙ୍କୁ ନିଶ୍ଚିନ୍ତ ରୂପାର ବ୍ୟବହାର କରିବା ନିହାତି ଦରକାର ୟା ଫିର୍ ତାଙ୍କୁ ରୂପା ମୁଦି ପିନ୍ଧିବା ଦରକାର ତ ଏଇସବୁରେ ସେ ତାଙ୍କ ମୁନ୍କୁ ଯଦି ବାଗେଇ ପାରୁଛନ୍ତି ତାହେଲେ ବହୁତ ଭଲ କଥା ତ ମୁନ୍ ଏନର୍ଜି ଠିକ୍ ନାହିଁ ବୋଲି ଆପଣଙ୍କ ପର୍ସନ୍ ପୁରା ହତାଶ ପୁରା ନିରାଶ ନେଗେଟିଭିଟି ମାଇଣ୍ଡରେ ବହୁତ ସାରା ବଟ୍ ଏଠି ସିଚୁଏସନ୍ ମୋତେ ଦେଖନ୍ତୁ ଏଇ ଜିନିଷ ତ ନିଶ୍ଚିତ ଭାବେ ଲାଗୁଛି କି ତାଙ୍କୁ ବୁଝେଇବାକୁ କେହି ନାହାନ୍ତି ଯାହା ବୁଝୁଛନ୍ତି ନିଜେ ବୁଝୁଛନ୍ତି ଯାହା ଭାବୁଛନ୍ତି ନିଜେ ଭାବୁଛନ୍ତି ଠିକ୍ ଅଛି ତ ସେଥିପାଇଁ ମୋତେ ଏଠି କେଉଁଠି ନା କେଉଁଠି ଲାଗୁଛି କି ଆପଣଙ୍କ ପର୍ସନ୍ ବହୁତ ଟେନସନ୍ରେ ଆପଣଙ୍କ ପର୍ସନ୍ ବହୁତ ଚିନ୍ତାରେ କି ମାନେ ମାଇଣ୍ଡରେ ନେଗେଟିଭିଟି ପଶି ଯାଉଛି ଆଉ ଗୋଟେ କଥା ମୋତେ ଏଠି ଏଇଟା ବି ଲାଗୁଛି ସେ ସତକୁ ସାମ୍ନା କରିବାକୁ ଚାହୁଁନାହାନ୍ତି ଯେଉଁ ସତ ମାନେ ଆପଣ ତାଙ୍କ ପାଇଁ କେତେ ଭଲ ଭାବୁଛନ୍ତି କେତେ ଭଲ ଆପଣ କରୁଛନ୍ତି ସେ ସତକୁ
ସେ ସାମ୍ନା କରିବାକୁ ଚାହୁଁନାହାନ୍ତି। ସେ ଯଦି ପ୍ରକୃତରେ ସତକୁ ସାମ୍ନା କରିବାକୁ ଚାହାନ୍ତେ ସେ ବୁଝନ୍ତେ ନିଜର ଭୁଲଟା ସେ ବୁଝନ୍ତେ, ବଟ୍ ସେ ସତକୁ ସାମ୍ନା କରିବାକୁ ଚାହୁଁନାହାନ୍ତି ବୋଲି ନିଜର ଭୁଲ ବୁଝୁନାହାନ୍ତି। ତାଙ୍କୁ ଦେଖାଯାଉଛି ସେ ଭୁଲ, ତାଙ୍କୁ ଦେଖାଯାଉଛି ସେ ଭୁଲ କରୁଛନ୍ତି, ତାଙ୍କୁ ଦେଖାଯାଉଛି ସେ ତାଙ୍କ ଦ୍ୱାରା ବହୁତ କିଛି ଭୁଲ ହେଇଛି, କିନ୍ତୁ ଗୋଟେ କୁହନ୍ତି ନା କି ନିଜର ଭୁଲକୁ ସେ ଆଖି ସାମ୍ନାରେ ବୁଝିବାକୁ ଚେଷ୍ଟା କରୁନାହାନ୍ତି। କାହିଁକି ଚେଷ୍ଟା କରୁନାହାନ୍ତି? କାରଣ ତାଙ୍କୁ କେଉଁଠି ନା କେଉଁଠି ଲାଗୁଛି କି ତାଙ୍କୁ କେଉଁଠି ନା କେଉଁଠି ଲାଗୁଛି କି ମୁଁ ଯଦି ଏଇ ଜିନିଷଟାକୁ ପଦାରେ ପକେଇବି ବା ମୁଁ ଏଇ ଜିନିଷଟାକୁ ବାହାରେ ପକେଇବି ମୋତେ ଲୋକମାନେ ଆହୁରି କହିବେ। ଠିକ୍ ଅଛି, ଏମିତି ହେଇକି ଆପଣଙ୍କ ପର୍ସନ୍ କିମ୍ବା ଆପଣ ଆହୁରି କ'ଣ ଇଆଡ଼ୁ ସିଆଡ଼ୁ କହିବେ, ତ ଏଇଥିପାଇଁ ଆପଣଙ୍କ ପର୍ସନ୍ କମ୍ପ୍ଲିଟଲି ନିଜ ଭୁଲକୁ ଅଣଦେଖା କରୁଛନ୍ତି। କିନ୍ତୁ ଗୋଟେ କଥା, ସେ ଆପଣଙ୍କ ସହିତ କୌଣସି ପାର୍ଶାଲିଟି କରିବାକୁ ଚାହୁଁନାହାନ୍ତି। ଠିକ୍ ଅଛି, ପାର୍ଶାଲିଟି କରିବାକୁ ଚାହୁଁନାହାନ୍ତି ମାନେ ସେ ଆପଣଙ୍କ ସହିତ କୌଣସି ଭୁଲ କରିବାକୁ ଚାହୁଁନାହାନ୍ତି। ଠିକ୍ ଅଛି, ସେ ଚାହୁଁଛନ୍ତି ସେ ଆପଣଙ୍କ ସହିତ ଠିକ୍ କରନ୍ତୁ। ପାର୍ଶାଲିଟି କରିକି ଲାଭ କ'ଣ? କାହାକୁ ଠିକ୍, ବେଳେବେଳେ ସେ ଏଇଆ କରନ୍ତି କି କାହାକୁ ଠିକ୍ କହିଦିଅନ୍ତି, ଆପଣଙ୍କୁ ଭୁଲ କହିଦିଅନ୍ତି। କିନ୍ତୁ ଏବେକା ପରିସ୍ଥିତି ହିସାବରେ ତାଙ୍କର ଏଇଟା ହିଁ ଇଚ୍ଛା, ତାଙ୍କର ଏଇଟା ହିଁ ଆଶା କି ମୁଁ କାହାକୁ ମୋର କିଛି କହିବାର ନାହିଁ। ଠିକ୍ ଅଛି, ତୁମକୁ ବି କିଛି କହିବାର ନାହିଁ। କାହିଁକି କହିବାର ନାହିଁ ମୁଁ କହିଦେଉଛି। ସିଏ ଚାହୁଁନାହାନ୍ତି ଆଉ କାହା ସପୋର୍ଟ ନେଇକି ଆପଣଙ୍କୁ ପୁଣି ଥରେ ହଇରାଣ କରିବେ ବୋଲି। କାହିଁକି ନା ସେ ବୁଝି ସାରିଲେଣି କି ଦୁନିଆରେ ସେ ଯାହାର ବି ସପୋର୍ଟ ନିଅନ୍ତୁ, ଦରକାର ବେଳେ କେହି ଆସିକି ଛିଡ଼ା ହେଉନାହାନ୍ତି। ଆପଣ ହିଁ ତାଙ୍କୁ ପ୍ରକୃତରେ ଭଲ ପାଉଛନ୍ତି, ଆପଣ ହିଁ ତାଙ୍କୁ ପ୍ରକୃତରେ ତାଙ୍କ ପାଇଁ ଚିନ୍ତା କରୁଛନ୍ତି। ତ ସେଥିପାଇଁ ମୁଁ ଆଉ କାହା ସପୋର୍ଟ କାହିଁକି ନେବି, ସେଥିପାଇଁ ମୁଁ ଆଉ କାହିଁକି କାହା ସପୋର୍ଟ ନେବି, ସେଥିପାଇଁ ମୁଁ ତୁମ ସପୋର୍ଟ ହିଁ ନେବି। ତାଙ୍କର ଏଇଟା ଇଚ୍ଛା ହେଲା। ତ ଏଇଟା ମାନେ ସେ ଗୋଟେ ଭଲ ଜିନିଷ ଭାବିବା, ଚିନ୍ତା କରିବା, ଗୋଟେ ଭଲ ଜିନିଷ ତାଙ୍କ ମାଇଣ୍ଡରେ ଆସିଛି। ତାଙ୍କ ଭଲ ଜିନିଷ ମାନେ ବଢ଼ିଆ କଥା ସେ ମାଇଣ୍ଡରେ ଚିନ୍ତା କରୁଛନ୍ତି। ମୋତେ ତ ବହୁତ ବଢ଼ିଆ ଲାଗୁଛି। ମାନେ କେହି ଆସିକି ଦୁଃଖ ସମୟରେ ଛିଡ଼ା ହେବେନି। ଯିଏ ଭଲ ପାଉଥିବ ସେଇ ଛିଡ଼ା ହେବ। ଆପଣ ଭଲ ପାଉଛନ୍ତି, ଆପଣ ଛିଡ଼ା ହେଉଛନ୍ତି। ଆଣ୍ଡ ସେଇ ଜିନିଷଟା ବହୁତ ବଢ଼ିଆ କଥା, ସେଇ ଜିନିଷଟା ଗୋଟେ ଇମ୍ପୋର୍ଟାଣ୍ଟ କଥା। ଠିକ୍ ଅଛି, ନେକ୍ସଟ ଏନର୍ଜି ମୋତେ ଏଠି ଯେଉଁଟା ଲାଗୁଛି, ନେକ୍ସଟ ଏନର୍ଜି ଏଠି ଲାଗୁଛି କି ଆପଣଙ୍କ ପାର୍ଟନରଙ୍କର ଆପଣଙ୍କ ପ୍ରତି ସ୍ନେହ ମମତା ଆଗ ଅପେକ୍ଷା ଦେଖନ୍ତୁ, ଖରାପ ଭାବିବେନି, କମିଛି ବଟ୍ ସରିନି। କିନ୍ତୁ ଆପଣଙ୍କର ସେ ଯେଉଁ ଭଲ ପାଇବାଟା, ଆପଣଙ୍କ ପାଇଁ ସେ ଯେଉଁ ଆପଣଙ୍କର ସେ ଯେଉଁ ଥିଙ୍କିଙ୍ଗଟା ତାଙ୍କ ପାଇଁ, ସେଇଟା ଆପଣଙ୍କର କୌଣସି ମତେ ବି କମିନି। ସେଇଟା କୌଣସି ମତେ ବି ଆପଣଙ୍କର ଟିକେ ବି ଊଣା ହେଇନି। ଆପଣ ଅଲୱେଜ୍ ତାଙ୍କୁ ଭଲ ପାଇଛନ୍ତି, ତାଙ୍କ ସପୋର୍ଟ ନେଇଛନ୍ତି। ମାନେ ସେ ଯଦି ଆଉ କେଉଁଠି ବାହା ବି ହେଇଯାଇଥିବେ ନା, ଆପଣ ତାଙ୍କୁ ମାନେ ଛାଡ଼ି ନାହାନ୍ତି କି କାହିଁ ଛାଡ଼ିଦେବି। ଠିକ୍ ଅଛି, ଦେଖନ୍ତୁ ଗୋଟେ କଥା ଏଠି ୱିଜଡମ୍, ସେଲ୍ଫ ୱର୍ଥ ଆଣ୍ଡ ଆଉ ଗୋଟେ ଏଠି ମେସେଜ ଆସୁଛି ଗସିପ୍। ହଁ, 50% ଅଫ୍ ଚାଲିଛି କାମାକ୍ଷା ସିନ୍ଦୁରରେ। ତ ଆପଣ ଯଦି ନେବାକୁ ଚାହୁଁଛନ୍ତି, ବହୁତ ବଢ଼ିଆ ଡିସ୍କାଉଣ୍ଟରେ ଆପଣଙ୍କୁ ମିଳିଯିବ। ତ ଆପଣ କଣ୍ଟାକ୍ଟ କରିପାରିବେ। ତା ଛଡ଼ା ଆପଣ ରିଡ଼ିଂ, ଠିକ୍ ଅଛି, ତା ଛଡ଼ା ଆପଣ ରିଡ଼ିଂ ନେବା ପାଇଁ ହେଉ, କୌଣସି କ୍ୱେଶ୍ଚନ୍ ଆନ୍ସର୍ ଜାଣିବା ପାଇଁ ହେଉ, ରିୟୁନିୟନ୍ ରିଲେଟେଡ଼୍ ଜିନିଷ ପାଇଁ ହେଉ ବି ଆପଣ କଣ୍ଟାକ୍ଟ କରିପାରିବେ। ମୋ ହ୍ୱାଟ୍ସଆପ୍ ନମ୍ବର ମୁଁ ଏଠି ଦେଇଦେଇଛି। ଦେଖନ୍ତୁ, ଆପଣଙ୍କ ପାର୍ଟନରଙ୍କର କିଛି, ଆପଣଙ୍କ ପାର୍ଟନରଙ୍କ ନୁହଁ, କିଛି ଲୋକଙ୍କର ସତ୍ୟତା, ସତ, ଏଇସବୁ ଜିନିଷ ନା ଦେଖିକି ବହୁତ ପ୍ରୋବ୍ଲେମ୍ ହେଉଛି। ଠିକ୍ ଅଛି, ପ୍ରୋବ୍ଲେମ୍ କାହିଁ ହେଉଛି? ଆପଣ ସତ କହିଦିଅନ୍ତି, ଆପଣ ତେଲେଇ ପାରନ୍ତିନି, ଆପଣ ମାନେ ଲୋକଙ୍କୁ ଇଏ କରିପାରନ୍ତି, ମାନେ ଯେଉଁ ତେଲେଇକି ଯେଉଁ ଲୋକମାନେ କରନ୍ତି, ଆପଣ ସେଇଟା କରିପାରନ୍ତିନି। ତ ଆପଣ ନିଜେ ହିଁ ଆପଣଙ୍କର ନିଜର ହିଁ କ୍ୟାରେକ୍ଟର ଏଇଟା। ଠିକ୍ ଅଛି, ସେଇଟା ପାଇଁ ବହୁତ ଲୋକ ଆପଣଙ୍କୁ ଖରାପ ଭାବି ଦିଅନ୍ତି। କିନ୍ତୁ ମୁଁ ଗୋଟେ କଥା କହିବି, ଆପଣଙ୍କର ସତ କହିବା ଗୁଣ, ଆପଣଙ୍କର ଭଲ ଗୁଣକୁ କିଛି ଲୋକ ବୁଝିପାରିଲେ ନାହିଁ ଏବଂ ଆପଣଙ୍କୁ ଇଆଡ଼ୁ ସିଆଡ଼ୁ କରିକି ସେ ବହୁତ କିଛି କହିଦେଲେ ଏବଂ ସେଇଥିରେ ଆପଣଙ୍କ ପାର୍ଟନର କିଛି କିଛି ଫସିକି ରହିଗଲେ ଆକ୍ଚୁଆଲି। ଠିକ୍ ଅଛି, ସେଇଥିରେ ଆପଣଙ୍କ ପାର୍ଟନର କିଛି କିଛି ଫସିକି ରହିଗଲେ। କିଛି ମାନେ ସେ ଭାବିଲେ କି ହଁ ସତ କଥା, ଭାରି ମୁହଁଟା କି ଭାରି କଥା କହୁଛି, ତ ଏମିତି। କିନ୍ତୁ ଆପଣ ସତ କହିବା, ଆପଣଙ୍କର ସତର ନେଚରଟା, ସେଇଟା ହିଁ ଆପଣଙ୍କୁ ୟୁନିକ୍ କରୁଛି, ଆଉ କିଛି ନୁହଁ। ଠିକ୍ ଅଛି,
एंड नेक्स्ट जिनस मते जोटा ये लगुच कि आपण पार्टनर को लगुच कि सी आपण तांको सेतिकी इम्पोर्टेंस दौना तो सी मु माने सी तो मते जते पचारना तेणु मु निज वर्थटा बुझीबा निहाती जरूरी ठीक अच्छे तो एटा गोटे कथा से भाबुचंती बा एई कथा तांको माइंड रे एटा अच्छी ठीक अच्छी माने कौन कहीं एमती लगिला कहीं से एमती माइंड रे आनले मु बुझी पारुनी बट तांको लागुची कि तांकर वर्थ आपणक लाइफ रे जेमती कि आग अपेक्षा टिके कमी जाइछि तो सेतिपाई से पूरा माने निजुको वर्दी बनैबार लागि पड़चंती ସେଥିପାଇଁ ସେ ନିଜକୁ ପୁରା ଚାଲାକ ବନେଇବାରେ ଲାଗି ପଡ଼ୁଛନ୍ତି ତ ସେଥିପାଇଁ ମାନେ ମାନେ ମୋତେ ହସ ବି ଲାଗୁଛି ଭାବିଲି କି ସେ ତାଙ୍କୁ କାହିଁକି ଲାଗୁଛି କି ଆପଣଙ୍କ ପାଇଁ ସେ ଇମ୍ପୋର୍ଟାଣ୍ଟ ନୁହନ୍ତି ବା ଆପଣ ତାଙ୍କୁ ଗୋଟେ ସିକ୍योर ଲାଇଫ୍ ଦେଇପାରିବେନି ବା ଆପଣଙ୍କର ମାନେ ଆପଣ ତାଙ୍କୁ ଗୋଟେ ଏମିତି ଲାଇଫ୍ ଦେଇପାରିବେନି ଯେଉଁଥିରେ ସେ ଖୁସି ରହିବେ ତାଙ୍କୁ କାହିଁକି ଲାଗୁଛି ଏମିତି ଗଡ୍ ନୋସ୍ ଭଗବାନ ଜାଣନ୍ତି ବଟ୍ ତାଙ୍କୁ ଲାଗୁଛି ଏଇ ଜିନିଷଟା ଠିକ୍ ଅଛି ଆଉ ଦେଖନ୍ତୁ ଗୋଟେ କଥା ଏଠି କହିବି କି କାହାକୁ କ'ଣ ଲାଗିବାରେ କିଛି ମତଲବ ନାହିଁ ଆପଣ ତାଙ୍କୁ ଯେତିକି ଭଲ ପାଆନ୍ତି ସେଇ ଭଲ ପାଇବାଟା ତାଙ୍କୁ ଲାଗିବା ଦରକାର କି ହଁ ଇଏ ଲୋକଟା ମୋତେ ଭଲ ପାଉଛି ତାଙ୍କୁ ବାକି ଭଲ ଲାଗିଲା ଖରାପ ଲାଗିଲା ନୋ ମ୍ୟାଟର ତାଙ୍କୁ ଏତିକି ଠିକ୍ ଲାଗିବା ଦରକାର କି ଇଏ ଭଲ ଇଏ ମୋତେ ଭଲ ପାଉଛି ମୋତେ ଭଲ ପାଉଛି ବୋଲି ରାଗିକି ଚାରିପଦ କହୁଛି ଯଦି ମୋତେ ଭଲ ନ ପାଆନ୍ତା ରାଗିକି କୁହନ୍ତାନି ପ୍ରୋବ୍ଲେମ୍ କ'ଣ ତ ଏଇ ଯେଉଁ ପଏଣ୍ଟଟା ନା ବହୁତ କମ୍ ମଣିଷ ବୁଝନ୍ତି ସମସ୍ତେ ବୁଝିପାରନ୍ତି ନାହିଁ କି ଜଣେ ସ୍ନେହ ମା ଭଳି ସ୍ନେହ ଆଦର କଲେ ହିଁ ଜଣେ କହିବ ଆଉ ଗୋଟେ କଥା ମୋତେ ଲାଗୁଛି ନା ମାନେ ବହୁତ ଠିକ୍ ଭୁଲ ହିସାବ ଆପଣଙ୍କ ପାର୍ଟନର ରଖୁଛନ୍ତି କି ତମେ ଏତିକି ଠିକ୍ କରିଛ ମୁଁ ଏତିକି କାମ ଠିକ୍ କରିଛି ତମେ ଏତିକି କାମ ଭୁଲ କରିଛ ମୁଁ ଏତିକି କାମ ଭୁଲ କରିଛି ବହୁତ ଠିକ୍ ଭୁଲର ହିସାବ ଯେଉଁଟା ଅନନେସେସରି ସେଇଟା ସେ ରଖନ୍ତି ଏଇ ଠିକ୍ ଭୁଲର ହିସାବ ରଖିକି ଲାଭ ବି କ'ଣ କାରଣ ଆପଣ କ'ଣ କରିବେ ଏଇ ଠିକ୍ ଭୁଲ ହିସାବ ରଖିକି ଏଣ୍ଡ ଅଫ୍ ଦ ଡେ ରିଲେସନସିପ୍ ତ ଗୋଟେ ସ୍ନେହ ଶ୍ରଦ୍ଧା ଭଲ ପାଇବାରେ ହିଁ ଚାଲେ ତ ଆପଣ ୟାକୁ ରଖିକି କିଛି ଲାଭ ନାହିଁ ଯେଉଁଟା ମୋତେ ପର୍ସନାଲି ଫିଲ୍ ହୁଏ ଯେଉଁଟା ମୁଁ ପର୍ସନାଲି ଫିଲ୍ କରେ ଠିକ୍ ଅଛି ନେକ୍ସଟ ଏନର୍ଜି ଏଠି ମୋତେ ଗୋଟେ ଏଇଟା ବି ଲାଗୁଛି କି ଫାଇନାନ୍ସିଆଲି ଆପଣଙ୍କ ପାର୍ଟନର ତାଙ୍କ ଫ୍ୟାମିଲିରେ କାହା ଉପରେ ମେ ବି ଏବେ ବି ଡିପେଣ୍ଡେଣ୍ଟ ସମସ୍ତେ ନୁହନ୍ତି କିଛି ଲୋକଙ୍କ ପାର୍ଟନର ଭିଡ଼ିଓଟିକୁ ଯଦି ଏପର୍ଯ୍ୟନ୍ତ ଦେଖୁଛନ୍ତି ନା ଲାଇକ୍ କରିଦିଅନ୍ତୁ ଭିଡ଼ିଓକୁ ଲାଇକ୍ କରିବା ବିଲକୁଲ ବି ଭୁଲନ୍ତୁ ନାହିଁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ମଧ୍ୟ ବିଲକୁଲ ବି ଭୁଲନ୍ତୁ ନାହିଁ ଗସିପ୍ କଥାବାର୍ତ୍ତା ଆପଣଙ୍କ ବିଷୟରେ ଚାଲିଛି ଆପଣଙ୍କୁ ନେଇକି କିଛି ନା କିଛି କଥାବାର୍ତ୍ତା ଆପଣଙ୍କୁ ନେଇକି କିଛି ନା କିଛି ଡିସ୍କସନ୍ ଏଇସବୁ ଚାଲିଛି ନା ଠିକ୍ ଅଛି ଚାଲୁ କେଉଁଠି ନା କେଉଁଠି ଏଠି ମୋତେ ଲାଗୁଛି ବହୁତ ବଢ଼ିଆ କଥା କେଉଁଠି ନା କେଉଁଠି ଏଇଠି ମୋତେ ଲାଗୁଛି କି ଆପଣଙ୍କୁ ନେଇକି ଯେତିକି ବି କଥାବାର୍ତ୍ତା ଆପଣଙ୍କୁ ନେଇକି ଯେତିକି ବି ଡିସିସନ୍ ଆପଣଙ୍କ ପାର୍ଟନର ନେଉଛନ୍ତି ଭାବୁଛନ୍ତି ଚାଲିଛି ସବୁ ପଜିଟିଭ୍ ଏଠି ମୋତେ କିଛି ନେଗେଟିଭ୍ ଡିସିସନ୍ ଲାଗୁନାହିଁ ଏଇଥିପାଇଁ ଲାଗୁନାହିଁ କାରଣ ସନ୍ ଏନର୍ଜି ଅଛି ଠିକ୍ ଅଛି ସନ୍ ଯେତେବେଳେ ଅଛନ୍ତି ବହୁତ ବଢ଼ିଆରେ ସନ୍ ଅଛନ୍ତି ତ ସନ୍ ଏନର୍ଜି ଏଠି ବହୁତ ବଢ଼ିଆ ଭାବରେ ଅଛି ତ କୌଣସି ବି ନେଗେଟିଭିଟି ବା କୌଣସି ବି ନେଗେଟିଭ୍ ଡିସିସନ୍ ଏଠି ମୋତେ ଆପଣଙ୍କ ପାର୍ଟନର ଆପଣଙ୍କୁ ନେଇକି କଥା ହେବାରେ ଏଠି ଲାଗୁନାହାନ୍ତି ସେ ଠିକ୍ ଲାଗୁଛନ୍ତି ଠିକ୍ ଜିନିଷ ସେ ଡିସାଇଡ଼୍ କରୁଛନ୍ତି ଠିକ୍ ଅଛି ଠିକ୍ ଜିନିଷକୁ ନେଇକି ସେ ପୁରା ମାନେ ସବୁ କିଛି କରୁଛନ୍ତି ତ ସେଥିପାଇଁ ନୋ ଟେନସନ୍ ଯଦି କଥା ହେଉଛନ୍ତି ନା ସେ ଆପଣଙ୍କ ଫେଭରରେ ହିଁ କଥା ହେଉଛନ୍ତି ଆପଣଙ୍କଠୁ ଅଲଗା ନୁହେଁ ୱେଟ୍ କରିଛନ୍ତି ଫାଇନାଲ୍ କାର୍ଡ଼ ଯେଉଁଟା ମୋତେ ଦେଖାହେଉଛି ୱେଟ୍ ସେ ଆପଣଙ୍କର ୱେଟ୍ କରିଛନ୍ତି ଆପଣଙ୍କୁ ଆଜ୍ ଏ କ୍ୱିନ୍ ଅର୍ କିଙ୍ଗ ସେ ଭାବୁଛନ୍ତି ଠିକ୍ ଅଛି ଆପଣ ଗୋଟେ କିଙ୍ଗ ଅର୍ କ୍ୱିନ୍ ତାଙ୍କ ଲାଇଫ୍ରେ ଯେଉଁଟାକି ବହୁତ ମାନେ କମ୍ ଲୋକ ଏମିତି ନିଜ ପାର୍ଟନରକୁ ଦେଖନ୍ତି ବା ଏମିତି ନିଜ ପାର୍ଟନରକୁ ଭାବନ୍ତି ଠିକ୍ ଅଛି ଆପଣ ଆଜ୍ ଏ କିଙ୍ଗ ଆପଣ ଆଜ୍ ଏ କ୍ୱିନ୍ ତାଙ୍କ ଲାଇଫ୍ର ତ ସିଏ ନା ଠିକ୍ ଟାଇମ୍କୁ ୱେଟ୍ କରୁଛନ୍ତି ଯେତେବେଳେ ନାହିଁ ସେତେବେଳେ ଯେମିତି ନାହିଁ ସେମିତି ଆପଣଙ୍କ ସହିତ କଥା ହେବାକୁ ସେ ଚାହୁଁନାହାନ୍ତି ଏଇଥିପାଇଁ ଚାହୁଁନାହାନ୍ତି ବିକଜ ତାଙ୍କୁ ଲାଗୁଛି କି ମାନେ ସିଏ ବି ବହୁତ ମୋଡ଼ି ତାକୁ ଯଦି ମୁଁ ଇଆଡ଼ୁ ସିଆଡ଼ୁ କିଛି କହିବି କାଳେ ସେ ପୁଣି ରାଗିଯିବ କାଳେ ସେ ମୋଠୁ ମାନେ ଦୂରେଇ ଯିବ କାଳେ ପୁଣି ମୋତେ ଛାଡ଼ିକି ପଳାଇବ ତାର ମୁଡ଼୍ ମାନେ ଆପଣଙ୍କ ମୁଡ଼୍ ସେ ଦେଖିଛନ୍ତି ଆପଣ ବହୁତ ରାଗିଲେ କେମିତି କ'ଣ ମାନେ ବ୍ୟବହାର ଦେଖାନ୍ତି ରାଗନ୍ତି ଚୁପ୍ ହେଇଯାଆନ୍ତି ସେ ଏସବୁ ମୁଡ଼୍ ଆପଣଙ୍କର ଦେଖିଛନ୍ତି ତ ସେଥିପାଇଁ ସିଏ ମାନେ ସେତିକି ଚୁପ୍ ରହିଯାଉଛନ୍ତି ବା ସେତିକି ନିଜକୁ ନିଜର ଭୁଲ ଟାଇମ୍ରେ ସେ ଚୁପ୍ କରେଇକି ରଖୁଛନ୍ତି ସେ ନିଜେ ବହୁତ ଭୁଲ ନା ସେଥିପାଇଁ ସେ ବହୁତ ପୁରା ନିଜକୁ ଚୁପ୍ କରେଇକି ରଖିବାକୁ ଚେଷ୍ଟା କରୁଛନ୍ତି ବହୁତ ସେ ନିଜକୁ ଚୁପ୍ କରୁଛନ୍ତି ମଧ୍ୟ ଏବଂ ଟାଇମ୍ ନେଉଛନ୍ତି ତ ଯଥେଷ୍ଟ ରେସ୍ପେକ୍ଟ ସେ ଆପଣଙ୍କୁ ଦେବାକୁ ଚାହୁଁଛନ୍ତି ଡିସରେସ୍ପେକ୍ଟ ତ ଆଉ ସେ ବିଲକୁଲ ବି କରିବାକୁ ଚାହୁଁନାହାନ୍ତି ପାଷ୍ଟରେ କରିକି ସେ ଆଜି ବହୁତ ପସ୍ତଉଛନ୍ତି
ମାନେ ଗୋଟେ ଟାଇମ୍ ଥିଲା ଯଦି ସେ ଆପଣଙ୍କୁ ଡିସରେସ୍ପେକ୍ଟ କରୁଥିଲେ ଆପଣ ବି ତାଙ୍କୁ ଛାଡ଼ି ଦେଉଥିଲେ। ତ ଏବେ ତ ପୁରା ମାନେ ଆପଣ ଇଣ୍ଡିପେଣ୍ଡେଣ୍ଟ ପର୍ସନାଲିଟି, ଡିସରେସ୍ପେକ୍ଟ କଲେ ଆପଣ ବି ମୁଁହତୋଡ଼ ଜବାବ ଦେଉଛନ୍ତି, ସେଥିପାଇଁ ଡରି ଯାଉଛନ୍ତି। ବାସ୍ ବହୁତ ବଢ଼ିଆ କଥା, ଏମିତି ହିଁ ରୁହନ୍ତୁ। ସେ ନିଶ୍ଚିତ ଦିନେ ନିଜ ଭୁଲ ବୁଝିପାରିବେ। ତ ଏଇଟା ଥିଲା ଆପଣଙ୍କ ରିଡ଼ିଂ। ଆଶା କରୁଛି ଆପଣଙ୍କର ଜଲ୍ଦିରୁ ଜଲ୍ଦି ରିୟୁନିୟନ୍ ହେଇଯିବ। ଦେଖା ହବ ଆପଣଙ୍କ ସହିତ ନେକ୍ସଟ ରିଡ଼ିଂରେ। ସେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରନ୍ତୁ, କାମାକ୍ଷୀ ସିନ୍ଦୁର ପାଇଁ ମେସେଜ୍ କରନ୍ତୁ, ରିଡ଼ିଂ ପାଇଁ ମେସେଜ୍ କରନ୍ତୁ। ଓମ୍ ନମଃ ଶିବାୟ।